ଖ୍ରୀଷ୍ଟରେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ମୁଁ ଆଚାର୍ଯ୍ୟ ସାମୁଏଲ ନାୟକ। ଆଜି ଆମମାନଙ୍କର ଆଲୋଚ୍ୟ ବିଷୟ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ, ଯାହା ରୋମୀ ତାର 6 ପର୍ବ 4 ପଦରେ ଆମମାନେ ଲକ୍ଷ୍ୟ କରିପାରିବା। ଲେଖାଯାଏ, ଆମ୍ଭେମାନେ ମରଣ ଦ୍ୱାରା ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ। ପ୍ରିୟ ବନ୍ଧୁମାନେ, ଏହି ପୁନରୁତ୍ଥାନ କ'ଣ ବୁଝାଯାଏ? ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ ପୁନରୁତ୍ଥାନର ଆବଶ୍ୟକତା କ'ଣ? ସ୍ୱଳ୍ପ ସମୟ ଆମେ ଈଶ୍ୱରଙ୍କର ବାକ୍ୟରୁ ଆଲୋଚନା କରିବା। ତାହେଲେ ପୁନରୁତ୍ଥାନ କ'ଣ ଅଟେ? ଜଣେ ମୃତ ବ୍ୟକ୍ତି ଆଉ ଥରେ ଜୀବନ ପ୍ରାପ୍ତି ହେବା ବିଷୟକୁ ପୁନରୁତ୍ଥାନ ବୋଲି କୁହାଯାଏ। ଆଦମ ଓ ହବାଙ୍କ ପାପରେ ପତନ ଓ ଆତ୍ମିକ ମୃତ୍ୟୁ କଥା ଅତି ସରଳ ଓ ସମସ୍ତେ ଆମମାନେ ଜ୍ଞାତ ଅଟୁ। ସେମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇ ପରମେଶ୍ୱରଙ୍କ ସହିତ ପାରିବାରିକ ସହଭାଗିତା ପାଇପାରିନଥିଲେ। ସେମାନଙ୍କ ଜୀବନରେ ପାପର ମାତ୍ରା ଏତେ ବଢ଼ି ବଢ଼ି ଯାଇଥିଲା, ଶେଷରେ କଇନ ହେବଲଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ଯଦିଓ ଆଦମ ଓ ହବା ତଥା ହେବଲ ଓ କଇନ ପରମେଶ୍ୱରଙ୍କର ପ୍ରତ୍ୟକ୍ଷ ସହଭାଗିତା ପାଉନଥିଲେ, ତଥାପି ପରମେଶ୍ୱର ସେମାନଙ୍କର ପରୋକ୍ଷ ନଜରରେ ସେମାନଙ୍କୁ ପ୍ରତି ନଜର ରଖିଥିଲେ। ସେମାନଙ୍କ ଉପରେ ଏକ ମୃତ୍ୟୁ ଦଣ୍ଡ ରହିଥିଲା, ଯାହା ଉଭୟ ଆଦମ ଓ ହବାଙ୍କ ଠାରୁ ଆରମ୍ଭ କରି ଯୁଗ ପରେ ଯୁଗ ଓ ପିଢ଼ି ପରେ ପିଢ଼ି, ଏପରିକି ଦ୍ୱିତୀୟ ଆଦମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବରଣ କରିବାକୁ ପଡ଼ିଥିଲା। ଜଣେ ନ୍ୟାୟ ବିଚାରକର୍ତ୍ତା ଭାବରେ ପରମେଶ୍ୱରଙ୍କୁ ସେହି ମୃତ୍ୟୁ ଦଣ୍ଡରୁ ମାନବ ସମାଜକୁ ମୁକ୍ତି ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ଅପେକ୍ଷା କରି ଅସହାୟ ହୋଇ ପଡ଼ିଥିଲେ। ଏପରିକି ସେମାନଙ୍କର ଅନାଜ୍ଞାବହତା ନିମନ୍ତେ ପ୍ରଥମ ସୃଷ୍ଟି ଓ ପ୍ରାଣୀମାନଙ୍କୁ ଜଳପ୍ଳାବନ ଦ୍ୱାରା ଧ୍ୱଂସ କରି ବିଲୁପ୍ତ କରି ଅନୁତାପ କରିବାକୁ ମଧ୍ୟ ପଛେଇ ନଥିଲେ। ମାନବ ସମାଜକୁ ଅନ୍ତତଃ ଏକ ଧାର୍ମିକ ପଥକୁ ନେଉଟି ଆସିବା ନିମନ୍ତେ ବିଧି ବ୍ୟବସ୍ଥା, ପ୍ରାୟଶ୍ଚିତର ବଳି, ବିଚାରକର୍ତ୍ତାଗଣମାନଙ୍କୁ, ରାଜାଗଣମାନଙ୍କୁ, ଭାବବାଦୀମାନଙ୍କୁ ଓ ଯାଜକମାନଙ୍କ ଭଳି ଅନେକଙ୍କୁ ନିଯୁକ୍ତି ଦେଇଥିଲେ। ତଥାପି ନିଜ ନିକଟକୁ ଫେରାଇ ଆଣିବା ନିମନ୍ତେ ଉକ୍ତ ସମସ୍ତ ମାଧ୍ୟମ ଯଥେଷ୍ଟ ନଥିଲା ବୋଲି ପରମେଶ୍ୱର ନିଜେ ଉପଲବ୍ଧି କରିପାରିଥିଲେ। ପରିଶେଷରେ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ମାନବ ସମାଜର ସମସ୍ତ ପାପକୁ ବହନ କରି କାଲବରୀର କ୍ରୁଶ ଉପରେ ପ୍ରାୟଶ୍ଚିତ କରିବା ନିମନ୍ତେ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ପଠେଇଲେ। ଗୋଟାଏ ପଟରେ ମାନବ ସମାଜର ଅନାଜ୍ଞାବହତା, ପାପ ଏବଂ ନ୍ୟାୟ ବିଚାର, ଏବଂ ଅପର ପଟରେ ଜଗତ ପ୍ରତି ଈଶ୍ୱରଙ୍କର ଅପାର ପ୍ରେମ, ଏହି ଉଭୟ କ୍ରୁଶରେ ମିଳିତ କରାଇଲେ। ବ୍ୟବସ୍ଥାର ନୈତିକ ଦାବି କ୍ରୁଶ ଉପରେ ପରିଶୋଧ କରାଗଲା। କ୍ରୁଶ ଉପରେ ଯୀଶୁ କହିଲେ, ସମାପ୍ତ ହେଲା। ଏଥର ସମାପ୍ତ ହେଲା। ଦିନ 12 ଘଣ୍ଟା ଠାରୁ ଅପରାହ୍ନ 3 ଘଣ୍ଟା ପର୍ଯ୍ୟନ୍ତ ପୃଥିବୀରେ ଅପରାହ୍ନ ଘଟିଗଲା, ଅନ୍ଧକାର ଘଟିଗଲା। ଅନ୍ଧକାର ସମୟରେ ଆକସ୍ମିକ ଭୂମିକମ୍ପ ହେଲା ଏବଂ ସତ ସେନାପତିଙ୍କ ସ୍ୱୀକାରୋକ୍ତି ପରେ ସମସ୍ତ ନାଟକ ସମାପ୍ତ ହେଲା ଭଳି ନିସ୍ତବ୍ଧ ଓ ନିଶ୍ଚଳ ହେଇଥିଲା। କେବଳ ରୋମୀୟ ସୈନ୍ୟମାନଙ୍କର କବର ପହରା ଛଡ଼ା ଆଉ ସବୁ ସୁନସାନ ଥିଲା। ସୃଷ୍ଟିର ଆରମ୍ଭରୁ ଶୈତାନର ମାନବ ସମାଜ ଉପରେ କର୍ତ୍ତୃତ୍ୱ ଓ ଈଶ୍ୱରଙ୍କର ପୁତ୍ରଙ୍କୁ ଜଣେ ଜଘନ୍ୟ ଅପରାଧୀ ଭାବରେ ସଜେଇ ତାଙ୍କୁ ଜିହୁଦୀ ଓ ରୋମୀୟ ସୈନ୍ୟମାନଙ୍କ ଦ୍ୱାରା ନିର୍ମମ ହତ୍ୟା କରିପାରିଛି ଭାବି ଶୈତାନ ନିଶ୍ଚିନ୍ତ ହୋଇକି ରହିଯାଇଥିଲା। 3 ବର୍ଷ 6 ମାସ ଅଙ୍ଗେ ନିଭେଇଥିବା 11 ଜଣ ଶିଷ୍ୟମାନେ କବାଟ ତାଟି ବନ୍ଦ କରି ଲୁଚି ରହିବା ଛଡ଼ା ଆଉ ସେମାନଙ୍କର କୌଣସି ଉପାୟ ନଥିଲା।
ଯୀଶୁଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକ, ଆରୋଗ୍ୟ ଶକ୍ତି, ଭୂତାତ୍ମାକୁ ଛଡ଼େଇବାର ଶକ୍ତି, ସ୍ୱର୍ଗୀୟ ଉପଦେଶ, କ୍ରୁଶ ଉପରେ ଜଘନ୍ୟ ମୃତ୍ୟୁଦଣ୍ଡ ପରେ ହୁଏତ ଏ ସମସ୍ତ ଜନମାନସରେ ଚାପି ହୋଇ ରହିଯାଇଥିଲା। ମାତା ମରିୟମ ସଙ୍ଗୀ ମହିଳାମାନେ ନିଜର ବେଦନା କିମ୍ବା ପାରମ୍ପରିକ ରୀତିନୀତି ନିମନ୍ତେ ସମାଧି ସ୍ଥଳକୁ ଯିବା ଆସିବା କରୁଥିଲେ। ଯଦିଓ ବାପା ଯୋସେଫଙ୍କର କୌଣସି ପ୍ରତିକ୍ରିୟା ଶାସ୍ତ୍ରରେ ଲିପିବଦ୍ଧ ହୋଇନାହିଁ। ରାଜା ପିଲାତ ହସ୍ତ ପ୍ରକ୍ଷାଳନ ପୂର୍ବକ ବିଦ୍ରୋହୀ ଜିହୁଦୀମାନଙ୍କ ନିକଟରେ ଯୀଶୁଙ୍କୁ ସମର୍ପଣ କରିବା ପରେ ହୁଏତ ରାଜପ୍ରସାଦ ନୀରବ ଏବଂ ନିଶ୍ଚଳ ହେଇକି ରହିଯାଇଥିବା ସଙ୍ଗେ ସଙ୍ଗେ ଜେରୁସାଲାମ ଏକ ପ୍ରକାର ଠପ୍ ହେଇଯାଇଥିଲା। ଶୁକ୍ରବାର ରାତ୍ରି, ଶନିବାର ଦିନ ଓ ରାତି ବିତି ଯାଇଛି। ରବିବାରର ଅନ୍ଧାର ଥାଉ ଥାଉ ସକାଳର ସୂର୍ଯ୍ୟ ଉଦୟ ପୂର୍ବରୁ ହଠାତ୍ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଜେରୁସାଲାମ ପୁନର୍ବାର ଚଳଚଞ୍ଚଳ ହୋଇ ଉଠିଥିଲା, କୋଳାହଳମୟ ହୋଇଥିଲା ଏବଂ ପ୍ରଶ୍ନ ପରେ ପ୍ରଶ୍ନବାଚୀ ପ୍ରତିଧ୍ୱନିତ ହେବାକୁ ଲାଗିଲା। ସେ କବରରେ ନାହାନ୍ତି, ସେ କବରରେ ନାହାନ୍ତି। ଦୂତମାନେ କହିଲେ, ସେ ଉଠି ଅଛନ୍ତି, ଏଠାରେ ନାହାନ୍ତି। ପହରା ଦେଉଥିବା ସୈନିକମାନେ କହିଲେ, ମହାଯାଜକ ଓ ପିଲାତଙ୍କୁ ରିପୋର୍ଟ କଲେ, ଆମେ ଶୋଇଥିଲୁ ଏବଂ ଦେଖିଲୁ ତାଙ୍କର ଶିଷ୍ୟମାନେ ତାଙ୍କୁ ଚୋରି କରି ନେଇଗଲେ। ଏକ ବିସ୍ତୀର୍ଣ୍ଣ ଓଜନିଆ ମୁଦ୍ରାଙ୍କିତ ପଥର ଗଡ଼ି ଗଡ଼ି ଯାଇ ଅଲଗା ଜାଗାରେ ପଡ଼ିଛି। ମରିୟମ ଓ ଅନ୍ୟ ମରିୟମ ମହିଳାମାନେ କବରରୁ ଶିଷ୍ୟମାନଙ୍କ ପାଖକୁ, ପୁଣି ଶିଷ୍ୟମାନଙ୍କ ସହିତ କବର ସ୍ଥାନକୁ ଏକା ନିଶ୍ୱାସରେ ଦୌଡ଼ିଥିବେ। ତେବେ ରାଜା ପିଲାତ, ବିଦ୍ରୋହୀ ଜିହୁଦୀମାନେ, ତାଡ଼ନାକାରୀ ରୋମୀୟ ସୈନ୍ୟମାନଙ୍କର ଆଉ ଏକ ଚିନ୍ତା ମୁଣ୍ଡରେ ଢୁକି ଯାଇଥିବ। ଘଟଣାକୁ କି ପ୍ରକାର ଭାବରେ ପ୍ରମାଣିତ କରିବାକୁ ପଡ଼ିବ। ଯୁଗ ଯୁଗ ଧରି ପାପପୂର୍ଣ୍ଣ ଜଗତ ଓ ତହ୍ନିବାସୀଙ୍କୁ ଅନାଶାରେ କର୍ତ୍ତୃତ୍ୱ କରି ଆସୁଥିବା ଶୈତାନ ବର୍ତ୍ତମାନ କିଂକର୍ତ୍ତବ୍ୟ ମୂଢ଼। ମୋର ପ୍ରିୟ ବନ୍ଧୁଗଣ, ଘଟଣାଟି ଆମମାନଙ୍କୁ ନାଟକ ଭଳି ଲାଗିଥାଏ, କିନ୍ତୁ ତାହା ବାସ୍ତବ ଓ ସତ୍ୟ ଅଟେ। ଜେରୁସାଲାମରେ ପ୍ରତିଧ୍ୱନିତ ହେଉଥିଲା, ସେ ଏଠାରେ ନାହାନ୍ତି, ଉଠି ଅଛନ୍ତି। ଲେଖାଟି ଆଜି ପର୍ଯ୍ୟନ୍ତ ଜେରୁସାଲାମର ସେହି ଖୋଲା କବରରେ ଝୁଲୁଅଛି। ଜେରୁସାଲାମର ପ୍ରାଙ୍ଗଣ, ପବିତ୍ର ସ୍ଥାନ, ମହାପବିତ୍ର ସ୍ଥାନ ଏବଂ ତାହାର ପ୍ରାଚୀରଗଣ, ପ୍ରତ୍ୟେକ ଉପାସନାର ପାତ୍ର ସକଳ ଆଉ ବଳି ପାଇଁ ବ୍ୟବହାର ହୋଇପାରିବ ନାହିଁ। ପର୍ବତ ଉପରେ କିମ୍ବା ଜେରୁସାଲାମରେ ଲୋକମାନେ ଆଉ ଉପାସନା କରିବେ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉକ୍ତି ଅନୁସାରେ ସତ୍ୟରେ ଓ ଆତ୍ମାରେ ଈଶ୍ୱରଙ୍କର ଉପାସନା କରାଯିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି ବୋଲି ଏବ୍ରୀ 9 ପର୍ବ 12 ପଦରେ ଲେଖାଯାଏ। ଏହି ସମୟରେ ସ୍ୱର୍ଗରେ ମଧ୍ୟ ଗୋଟେ ବିରାଟ କୋଳାହଳ ହେଲା, ଯାହାକି ଗୀତ ସଂହିତା 24 ପର୍ବ 7 ପଦରୁ 10 ପଦ ମଧ୍ୟରେ ବ୍ୟାଖ୍ୟା କରାଯାଇଛି। ହେ ନଗର ଦ୍ୱାର ସକଳ ମସ୍ତକ ଟେକ, ହେ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ, ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ହେ ନଗର ଦ୍ୱାର ସକଳ ମସ୍ତକ ଟେକ, ହେ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ, ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ପୁନରୁତ୍ଥାନର କ୍ରିୟା ଯଦି ଆମେ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରିବା, ତାହେଲେ ଜଣାଯାଏ ଯେ 3 ଗୋଟି ଯୁଗ ବା ଡିସ୍ପେନ୍ସନ୍ ସହିତ ଓତପ୍ରୋତ ଭାବରେ ଜଡ଼ିତ ଅଟେ। ପ୍ରଥମେ ହେଉଛି ବିବେକର ଯୁଗ, ଦ୍ୱିତୀୟ ହେଉଛି ବ୍ୟବସ୍ଥାର ଯୁଗ ଏବଂ ତୃତୀୟ ହେଉଛି ଅନୁଗ୍ରହର ଯୁଗ। ପ୍ରଥମରେ ଆମେ ବ୍ୟବସ୍ଥାର ଯୁଗ ସହିତ ଏହି ପୁନରୁତ୍ଥାନ କି ପ୍ରକାର ଭାବରେ ଜଡ଼ିତ ତାହା ମାନେ ଆଲୋଚନା କରିବା। ଯାତ୍ରା ପୁସ୍ତକ, ଲେବୀୟ ପୁସ୍ତକ, ଗଣନା ପୁସ୍ତକ
ଏବଂ ଦ୍ୱିତୀୟ ବିବରଣୀ ପୁସ୍ତକରେ ଏ ସମସ୍ତ ବିଷୟ ପ୍ରାଞ୍ଜଳ ଭାବରେ ଲେଖାଯାଏ। ଏହି ପୁସ୍ତକ ସକଳ ପରମେଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଇସ୍ରାଏଲ ମାନଙ୍କ ପ୍ରତି ବ୍ୟବସ୍ଥା ପୁସ୍ତକ। ପ୍ରଥମରେ ପ୍ରଭୁ ଯୀଶୁ ଏହି ଆଚରଣ ସଂହିତାର ସମସ୍ତ ଆଇନ ବ୍ୟବସ୍ଥା, ଆଚରଣ ବିଧି ଏବଂ ଏହାର ଉଲ୍ଲଂଘନର ଜଘନ୍ୟ ଦଣ୍ଡ ଶାସ୍ତି ନିଜ ଶରୀରରେ ବରଣ କରି ଦ୍ୱିତୀୟ ଅନୁଗ୍ରହର ବ୍ୟବସ୍ଥାକୁ ଲାଗୁ କରିଥିଲେ, ଯାହା କଲୋସିୟ 2:14 ଲେଖାଯାଏ। ବିଧିବିଧାନର ଆମ୍ଭମାନଙ୍କର ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କ୍ରୁସରେ ଟଙ୍ଗେଇ ଦେଇ ଆମମାନଙ୍କ ପଥରୁ ଦୂର କରି ଦେଇଅଛନ୍ତି। ଅର୍ଥାତ୍ ମାନବ ସମାଜ ନିଜର ପାପ ପ୍ରତି ଯେଉଁ ଦଣ୍ଡ ପାଇବାର ଥିଲା, ନରକ ଦଣ୍ଡ ପାଇବାର ଥିଲା, ସେହି ସମସ୍ତ ଅଭିଯୋଗ ପତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁସରେ ଟଙ୍ଗେଇ ଦେଇ ତାକୁ ପରିଶୋଧ କରିଥିଲେ ଏବଂ ସମସ୍ତ ବ୍ୟବସ୍ଥା ଆପଣା ଶରୀରରେ ସିଏ ରହିତ କଲେ। ରୋମୀ 10:4 ଲେଖାଯାଏ, ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ଯେପରି ମାନବ ସମାଜ ଧାର୍ମିକ ଗଣିତ ହେବେ, ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ବ୍ୟବସ୍ଥାର ସମସ୍ତ ବିଷୟକୁ ସେ ଲୋପ କଲେ, କ୍ରୁସରେ ନିଶ୍ଚିତ କଲେ, ନିଶ୍ଚିହ୍ନ କଲେ ଏବଂ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କୁ ସେ ମୁକ୍ତି ପ୍ରଦାନ କଲେ। ଏବ୍ରୀ 9:9 ଲେଖାଯାଏ, ଦ୍ୱିତୀୟଟିକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟିକୁ ଲୋପ କରନ୍ତି। ରୋମୀ 6:14 ଲେଖାଯାଏ, ପାପ ତୁମ୍ଭମାନଙ୍କ ଉପରେ ରାଜତ୍ୱ କରିପାରିବ ନାହିଁ, ଯେଣୁ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ। ମୋର ପ୍ରିୟ ବନ୍ଧୁଗଣ, ବ୍ୟବସ୍ଥାର ନୈତିକ ଦାବି ଖ୍ରୀଷ୍ଟଙ୍କ ମୃତ୍ୟୁରେ ଲୋପ ପାଇଯାଇଛି। ବ୍ୟବସ୍ଥା ଆଉ କୌଣସି ପ୍ରକାର ଭାବରେ ଆମମାନଙ୍କ ଉପରେ ବର୍ତ୍ତମାନ ରାଜତ୍ୱ କରିପାରିବ ନାହିଁ। ବ୍ୟବସ୍ଥାର ଯେତିକି ଦଣ୍ଡ, ବ୍ୟବସ୍ଥାର ଯେତିକି ବିଚାର, ବ୍ୟବସ୍ଥାର ଯେତିକି ଅଭିଶାପ ଆଉ କୌଣସି ପ୍ରକାର ଭାବରେ ମାନବ ସମାଜ ଉପରେ ରାଜତ୍ୱ କରିପାରିବ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ୍ୟ ମୃତ୍ୟୁ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେକୌଣସି ଧର୍ମ, ଯେକୌଣସି ଜାତି, ଯେକୌଣସି ବର୍ଗ, ଯେକୌଣସି ଶ୍ରେଣୀର ମାନବ ସମାଜ ଉପରେ କୌଣସି ପ୍ରକାର ଦଣ୍ଡ, ଶାସ୍ତି କିମ୍ବା ବିଚାର ପ୍ରକାଶ ପାଇପାରିବ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ପୃଥିବୀରେ ଥିବା ପର୍ଯ୍ୟନ୍ତ ପରମେଶ୍ୱର ପିତା କୌଣସି ପ୍ରକାର ଦଣ୍ଡ ପୃଥିବୀକୁ ଦେଇପାରିବେ ନାହିଁ। ତାହା କ୍ରୁସରେ ନିଶ୍ଚିହ୍ନ ହେଇଯାଇଛି। ଯଦିଓ କୌଣସି ବିଚାର, କୌଣସି ଦଣ୍ଡ, କୌଣସି ଶାସ୍ତି ଯଦି ପରମେଶ୍ୱର ମାନଙ୍କୁ ଦେବାର ଅଛି, ତାହେଲେ ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଚାର ସମୟରେ ହିଁ ସେ ସମସ୍ତ ବିଷୟ ମାନଙ୍କ ପ୍ରତି ଘଟିବ। ତେବେ ଏହା ଥିଲା ବ୍ୟବସ୍ଥା ସହିତ ପୁନରୁତ୍ଥାନର ସାମଞ୍ଜସ୍ୟ। ଦ୍ୱିତୀୟ ମାନେ ଦେଖିବା ବିବେକ ଯୁଗ ସହିତ ପୁନରୁତ୍ଥାନର ସମ୍ପର୍କ କି ପ୍ରକାର ଭାବରେ ତାହା ସହିତ ସାମଞ୍ଜସ୍ୟ ରହିଛି। ଆଉ ଥରେ ଆମେ ଅଧ୍ୟୟନ କରିବା ରୋମୀ 6:4 ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ। ବାପ୍ତିସ୍ମ ଦ୍ୱାରା ମରଣେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ। ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେ ପ୍ରକାର ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ। ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ସହିତ ଆମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣ ଓ ସ୍ୱଭାବର ଗୂଢ଼ ସାମଞ୍ଜସ୍ୟ ରହିଛି। ତାହାଙ୍କ ପୁନରୁତ୍ଥାନ ପରାକ୍ରମର ଶକ୍ତି ଆମ୍ଭମାନଙ୍କ ଆଚରଣ ଓ ସ୍ୱଭାବରେ ପ୍ରକାଶ ପାଇଥାଏ। ତେବେ ଖ୍ରୀଷ୍ଟୀୟ ଆଚରଣ ଓ ସ୍ୱଭାବ କାହିଁକି ପୁନରୁତ୍ଥାନର ପ୍ରତୀକ ଅଟେ? କାରଣ ବିବେକର ଯୁଗ ସହିତ ପୁନରୁତ୍ଥାନର ସାମଞ୍ଜସ୍ୟ ରହିଛି। ବ୍ୟବସ୍ଥା ପ୍ରଦାନ ପୂର୍ବରୁ ମାନବ ସମାଜ ବିବେକଗତ ବିଧି ବିଧାନ ଉପରେ ଆସ୍ଥା ରଖି ଜୀବନଯାପନ କରି ଆସୁଥିଲେ। ବିବେକ ମାନବିକତାର ବିରୁଦ୍ଧାଚରଣ କରିନଥାଏ। ତେଣୁ ପରମେଶ୍ୱର ବ୍ୟବସ୍ଥା ପ୍ରଦାନ କରିବା ପୂର୍ବରୁ ମାନବ ସମାଜ ମଧ୍ୟରେ
ବିବେକ ଅନୁମୋଦିତ କଥା କହି ଆସୁଥିଲେ। ତେବେ ବିବେକାଗତ ମାନସିକତା ଅର୍ଥାତ୍ ନୈତିକ ବିବାଦର ଆଭ୍ୟନ୍ତରୀଣ ବିଚାରରେ ମାନବ ସମାଜ ସ୍ୱେଚ୍ଛାଚାରୀ ହୋଇ ଉଠିଲେ। ପରମେଶ୍ୱର ସେମାନଙ୍କୁ ବ୍ୟବସ୍ଥା ମଧ୍ୟରେ ସୀମିତ କରି ଧର୍ମକର୍ମ ଜୀବନ ଯାପନ କରିବା ପାଇଁ ବ୍ୟବସ୍ଥା ପ୍ରଦାନ କରି ଯେପରି ସେମାନେ ପାପର ଜ୍ଞାନ ପାଇପାରିବେ, ଯାହାକି ରୋମୀ 3 ପର୍ବ 20 ପଦରେ ଲେଖାଯାଏ। ବ୍ୟବସ୍ଥା ଯୁଗର ପ୍ରଚଳନର ମଧ୍ୟ ଲୋକମାନେ ନିଜ ନିଜର ନୈତିକ ଚିନ୍ତାଧାରାକୁ ସାଲିସ କରୁଥିଲେ, ଯାହାକି ରୋମୀ 1 ପର୍ବ 18 ପଦରୁ 32 ପଦ ଭିତରେ ଲେଖାଯାଇଛି। ବ୍ୟବସ୍ଥା ଯୁଗର ପ୍ରଚଳନରେ ମଧ୍ୟ ଲୋକମାନେ ନିଜ ନିଜର ନୈତିକ ଚିନ୍ତାଧାରାକୁ, ବିବେକଗତ ଚିନ୍ତାଧାରାକୁ ସାଲିସ କରି ଆସୁଥିଲେ। ଅଧର୍ମରେ ସତ୍ୟକୁ ସେମାନେ ପ୍ରତିରୋଧ କରୁଥିଲେ। ଈଶ୍ୱରଙ୍କୁ ଜ୍ଞାତ ହେବା ସତ୍ତ୍ୱେ ମଧ୍ୟ ଅସାରତାରେ ତର୍କ ବିତର୍କ କରି ଈଶ୍ୱରଙ୍କୁ ଗୌରବ ଦେଉନଥିଲେ। ନିଜକୁ ଜ୍ଞାନୀ ବୋଲି ମନେ କରୁଥିଲେ। ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁକୁ ସେମାନେ ପୂଜା କରୁଥିଲେ। ଅଣଜିହୁଦୀମାନେ ସୃଷ୍ଟି ମଧ୍ୟରୁ ପ୍ରକୃତିକୁ ଉପାସନା କରୁଥିଲେ। ଜିହୁଦୀୟମାନେ ପ୍ରାପ୍ତ ଆଜ୍ଞା ଅନୁସାରେ ଉପାସନା କରୁଥିଲେ। ସେମାନେ ବିବେକଗତ ଶିକ୍ଷା ଅନୁସାରେ କର୍ମ ହିଁ ସର୍ବଶ୍ରେଷ୍ଠ ବୋଲି ବିଚାର କରୁଥିଲେ। ଧାର୍ମିକ କେହି ନୁହେଁ କିମ୍ବା କୌଣସି ଆବଶ୍ୟକତା ମଧ୍ୟ ତାହାର ନାହିଁ, ଏପରି ମିଥ୍ୟା ବର୍ଣ୍ଣିତ ବିବେକରେ ଅନେକେ ମତ୍ତ ହୋଇ ରହିଥିଲେ। ଏପରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେବା କାର୍ଯ୍ୟର ସମୟରେ ମଧ୍ୟ ଏପରି ଭ୍ରଷ୍ଟ ବିବେକୀ ଅବା ପରମ୍ପରାର ମାନସିକତାରେ ଭ୍ରଷ୍ଟ ଲୋକମାନଙ୍କର ଅଭାବ ନଥିଲା। ତେଣୁ ଯୀଶୁ ସେମାନଙ୍କୁ କଠୋର ଭାଷାରେ ସମାଲୋଚନା କରି କହୁଛନ୍ତି, ସେମାନେ ପରମ୍ପରା ଓ ବିବେକର ଆସ୍ଥାରେ ବଦ୍ଧମୂଳ ହୋଇ ପରିତ୍ରାଣଜନକ ଶିକ୍ଷାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ବାଧା ଜନ୍ମାଉଥିଲେ। ତେଣୁ ଯୀଶୁ ସେମାନଙ୍କୁ କହୁଥିଲେ, ମାର୍କ 7 ପର୍ବ ତାର 7, 8 ଏବଂ 9 ପଦରେ, ମନୁଷ୍ୟମାନଙ୍କର ବିଧିଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ତୁମ୍ଭେମାନେ ଆମ୍ଭର ଆରାଧନା କରୁଅଛ। ଈଶ୍ୱରଙ୍କର ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ। ପୁଣି ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କର ଆଜ୍ଞା ବେଶ ଅଗ୍ରାହ୍ୟ କରିଅଛ। ଆମ୍ଭେମାନେ ମନେ ରଖିବା ଉଚିତ ଯେ ପରମ୍ପରା ଓ ରୀତିନୀତି ଏ ସମସ୍ତ ବିବେକଗତ ମାନସିକ ଠାରୁ ଜାତ ଅଟେ। ଆଉ ଥରେ କହିଦେଉଛି, ପରମ୍ପରା ଓ ରୀତିନୀତି ଏ ସମସ୍ତ ବିଷୟ ବିବେକଗତ ମାନସିକ ଠାରୁ ଜାତ। ମାର୍କ 7 ପର୍ବ 13 ପଦରେ ଲେଖାଯାଏ, ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କର ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାରେ ଅନେକ କର୍ମ ମଧ୍ୟ କରୁଅଛ। ମାଥ୍ୟୁ 15 ପର୍ବ 9 ପଦରେ ଯୀଶୁ ପୁନର୍ବାର ସେମାନଙ୍କୁ କହୁଛନ୍ତି, ସେମାନେ ମନୁଷ୍ୟମାନଙ୍କର ବିଧିଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ବୃଥାରେ ଆମ୍ଭର ଆରାଧନା କରନ୍ତି। ପ୍ରେରିତ ପାଉଲଙ୍କ ସମୟରେ ମଧ୍ୟ ଏ ପ୍ରକାର ଲୋକମାନଙ୍କର ଅଭାବ ନଥିଲା, ଯେଉଁମାନେ କି ନିଜର ପୁରାତନ ବିବେକଗତ ମତବାଦୀ ଥିଲେ। କଲୋସି 2 ପର୍ବ 20 ପଦରେ ଲେଖାଯାଏ, ପ୍ରେରିତ ପାଉଲ କହୁଛନ୍ତି, ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ପ୍ରାଥମିକ ବିଷୟ ପ୍ରତି ମୃତ ହୋଇଅଛ, ତେବେ ମନୁଷ୍ୟର ବିଧି ଓ ଶିକ୍ଷା ଅନୁସାରେ ଧର ନାହିଁ, ଖାଅ ନାହିଁ, ଛୁଅ ନାହିଁ, ଏ ସାଂସାରିକ ଲୋକ ପରି ବିଧି ବିଧାନ ଉପରେ କାହିଁକି ବଶୀଭୂତ ହେଉଅଛ? ଆମ୍ଭମାନଙ୍କର ଆଚରଣ ଓ ସ୍ୱଭାବ ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ନୂତନ ହେବା ଆବଶ୍ୟକ। ତାହାର ପ୍ରତୀକ ହେଉଛି ପୁନରୁତ୍ଥାନ। ତତ୍କାଳୀନ ପରିତ୍ରାଣ ପ୍ରାପ୍ତ ଜିହୁଦୀୟମାନେ ଏବଂ ଅଣଜିହୁଦୀୟମାନଙ୍କ ମଧ୍ୟରେ ବିବେକଗତ ରୀତିନୀତିରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ରହିଥିଲା ଏବଂ ଏହି ଲୋକମାନେ ତାହା ଅଭ୍ୟାସ ମଧ୍ୟ କରୁଥିଲେ। ତେବେ ଆମେ ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟର କେତୋଟି ଦୃଷ୍ଟାନ୍ତ ଆମମାନେ ନେବା। ସେମାନେ କି ପ୍ରକାର ଭାବରେ ପରମ୍ପରା ଉପରେ ପ୍ରଗାଢ଼ ବିଶ୍ୱାସ ସେମାନଙ୍କର ଥିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ। ଯୋହନ 4 ପର୍ବ ଆମମାନେ ଦେଖିବା, ଯେଉଁ ଜାଗାରେ ସମରଣୀୟ ମହିଳାଙ୍କ ସମ୍ବନ୍ଧରେ ଲେଖାଯାଏ। ସମରଣୀୟ ମହିଳା ଜଣେ ବିଜ୍ଞ
ଏବଂ ସଚେତନଶୀଳ ମହିଳା ଥିଲେ। ପ୍ରଥମରେ ସେ ତାଙ୍କର ସାମାଜିକ ସଚେତନତା ଥିଲା, ଦ୍ୱିତୀୟରେ ତାଙ୍କର ଆଧ୍ୟାତ୍ମିକ ସଚେତନତା ଥିଲା। ସାମାଜିକ ସଚେତନତା ବିଷୟ ହେଉଛି ଖ୍ରୀଷ୍ଟ ପ୍ରଭୁ ଯେତେବେଳେ କୂଅ ମୂଳରେ ସେହି ସମୀରଣୀୟ ମହିଳାଙ୍କୁ ପିଇବାକୁ ଦିଅ ବୋଲି କହିବାର ଶେଷ ନ ହେଉଣୁ ସେ ମହିଳା ଏକ ଆକ୍ରମଣାତ୍ମକ ହୋଇ ଉଠିଲେ। କହିଲେ, ଆପଣ ଜଣେ ଜିହୁଦୀ ହୋଇ କିପରି ସମୀରଣୀୟ ସ୍ତ୍ରୀ ଯେ ମୁଁ ମୋ ହାତରୁ ପିଇବାକୁ ଦିଅ ବୋଲି ମାଗୁଛନ୍ତି? ଅର୍ଥାତ୍ ମହିଳା ଜଣକ ନିଜର ଜାତି, ଧର୍ମ, ବର୍ଗ, ଶ୍ରେଣୀ ସମ୍ବନ୍ଧରେ ସୂକ୍ଷ୍ମ ଭାବରେ ଜାଣିଥିଲେ ଏବଂ ଜିହୁଦୀମାନଙ୍କ ଦ୍ୱାରା ସେମାନେ ଯେ ନିଃଶେଷିତ, ପଦଦଳିତ ଏବଂ ଉଚ୍ଚ ନୀଚ ଭେଦଭାବର ଜଟିଳତା ବିଷୟରେ ସେ ସୂକ୍ଷ୍ମ ରୂପେ ସଚେତନ ଥିଲେ। କେବଳ ସେତିକି ନୁହେଁ, ତାହାକୁ ଜଣେ ଭାବବାଦୀ ବୋଲି ଯେତେବେଳେ ସେ ନିଶ୍ଚିତ ହୋଇ ଆସିଲା ବା ଭାବବାଦୀ ବୋଲି ଚିହ୍ନି ପାରିଲା, ଶାସ୍ତ୍ରର ବିବେକାଗତ ମାନସିକତାର ଏକ ଜଟିଳ ପ୍ରଶ୍ନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପଚାରିଥିଲା। ଏହି ମହିଳା, ଏହି ସମୀରଣୀୟ ମହିଳାଙ୍କ ଠାରେ ମଧ୍ୟ ଏକ ବିବେକଗତ ମାନସିକତା ଥିଲା। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏକ ଜଟିଳ ପ୍ରଶ୍ନ, ଶାସ୍ତ୍ରଗତ ପ୍ରଶ୍ନ ସେ ପଚାରିଲା। କହିଲା, ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ। ଆପଣମାନେ କହୁଛନ୍ତି ଯେଉଁ ସ୍ଥାନରେ ଉପାସନା କରିବାର ଉଚିତ ତାହା ହେଉଛି ଜେରୁସାଲାମ ଏବଂ ତାହା ଜେରୁସାଲାମରେ ଅଛି। ଯଦିଓ ପ୍ରଭୁ ଉପାସନାର ସ୍ଥଳ ଓ ସମୟ ତଥା ସତ୍ୟ ଉପାସକମାନଙ୍କ ବିଷୟରେ ତାଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇଥିଲେ, ଏପରି ଜଣେ ଅବହେଳିତ ବିଜାତୀୟ ମହିଳାଙ୍କ ମାନସ ପଟରେ ମଧ୍ୟ ବିବେକଗତ ଚିନ୍ତାଧାରା ଏଥିରେ ଦୃଢ଼ ଭାବରେ ଜମାଟ ବାନ୍ଧିଥିଲା ଯେ ତାହା ଆଶ୍ଚର୍ଯ୍ୟର କଥା। ଦ୍ୱିତୀୟରେ ମାନେ ଦେଖିବା ଯୋହନ 2 ଅଧ୍ୟାୟ, ଯେଉଁ ଜାଗାରେ କି କାନା ନଗରରେ ଏକ ବିବାହ ଭୋଜର ବିଷୟ ଲେଖାଯାଏ। ଗାଲିଲର କାନାରେ ଯେଉଁ ବିବାହ ଭୋଜରେ ବିଷୟ ଲେଖାଯାଏ, ସେଥିରେ ଯୀଶୁ, ତାଙ୍କର ଶିଷ୍ୟମାନେ ଏବଂ ତାଙ୍କର ମାତା ମରିୟମ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍ ମରିୟମ ଯୀଶୁଙ୍କୁ କହିଲେ, ଏମାନଙ୍କର ଦ୍ରାକ୍ଷାରସ ନାହିଁ। ସେତେବେଳେ ପ୍ରଭୁଙ୍କର ମରିୟମଙ୍କ ପ୍ରତି ଏକ ଅନ୍ୟ ପ୍ରକାର ସମ୍ବୋଧନ ଥିଲା। ତାକୁ ସେ କହିଲେ, ଗୋ ନାରୀ। ଏବଂ ଆପେକ୍ଷିକ ସମୟ ବିଷୟରେ କହିବା ସଙ୍ଗେ ସଙ୍ଗେ ସେବକମାନଙ୍କୁ କହିଲେ, ଜାହାଲା ଗୁଡ଼ିକ ପାଣିରେ ଭର୍ତ୍ତି କର। ତେବେ ପାଣିକୁ ଚାଖିଲା ପରେ ଭୋଜର ଅଧ୍ୟକ୍ଷ ଆଶ୍ଚର୍ଯ୍ୟଚକିତ ହୋଇଯାଇ କହିଲେ, ତାହା କେଉଁଠାରୁ ଆସିଲା? ପାଣିକୁ ଦ୍ରାକ୍ଷାରସରେ ପରିଣତ କରିବାର ଉଦ୍ଦେଶ୍ୟ ପ୍ରଭୁଙ୍କର କେବଳ ଗୋଟିଏ ଥିଲା। ଜିହୁଦୀମାନଙ୍କର ସୂଚୀକରଣ ପରମ୍ପରା, ପଥର ଜାହାଲାର ଦ୍ରାକ୍ଷାରସ ପରମ୍ପରା ନାମରେ ଜିହୁଦୀ ନେତାମାନେ ସର୍ବସାଧାରଣକୁ ଚାପରେ ରଖୁଥିଲେ। ପରମ୍ପରାର ଚାପ ତଳେ ସର୍ବସାଧାରଣ ପେଶୀ ହୋଇଯାଉଥିଲେ। ବିବାହ ଭୋଜରେ ସମସ୍ତେ ମନଭରି ମଧୁର ଦ୍ରାକ୍ଷାରସ ପାନ କରି ପରମ୍ପରାର ରୀତିନୀତିକୁ ଭାଙ୍ଗିବା ହିଁ ଯୀଶୁଖ୍ରୀଷ୍ଟଙ୍କର ମୂଳ ଉଦ୍ଦେଶ୍ୟ ଥିଲା। ଯଦ୍ୱାରା ପାରମ୍ପରିକ ଦ୍ରାକ୍ଷାରସର ମିଷ୍ଟତା ଓ ପରିମାଣ ସୀମିତ, ତାହା ଆତ୍ମିକ ତୃପ୍ତି ସାଧନ କରିପାରେ ନାହିଁ। କିନ୍ତୁ ଯୀଶୁ ନୂତନ ଦ୍ରାକ୍ଷାରସର ମିଷ୍ଟତା ଓ ଅପରିମିତ ଆତ୍ମତୃପ୍ତି ଦେଇପାରିବ, ତାହାର ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରିୟ ବନ୍ଧୁଗଣ, ପ୍ରେରିତ ପାଉଲ ରୋମୀୟ ମଣ୍ଡଳୀ ନିକଟକୁ ଲେଖନ୍ତି, ବିଶ୍ୱାସୀମାନଙ୍କର ପୁନରୁତ୍ଥାନର ଅର୍ଥ ହେଉଛି ସ୍ୱେଚ୍ଛାଚାରିତା ରୂପକ ରୀତିନୀତି ଓ ପରମ୍ପରାରେ ଗ୍ରାସ ହୋଇଥିବା ବିବେକରୁ ପୁନରୁତ୍ଥାନ ହେବାକୁ ପଡ଼ିବ। ପ୍ରେରିତ ପାଉଲ ରୋମୀୟ ମଣ୍ଡଳୀ ନିକଟକୁ ଯେଉଁ ପୁନରୁତ୍ଥାନ ସମ୍ବନ୍ଧରେ ଲେଖୁଛନ୍ତି, ତାହା ହେଉଛି ବିଶ୍ୱାସୀମାନଙ୍କର ପୁନରୁତ୍ଥାନର ସ୍ୱେଚ୍ଛାଚାରିତା ରୂପକ ରୀତିନୀତି ଓ ପରମ୍ପରାରେ ଗ୍ରାସ ହୋଇଥିବା ବିବେକକୁ ଆମମାନଙ୍କୁ ପୁନରୁତ୍ଥାନ ହେବାକୁ ପଡ଼ିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥାନ ହେବା, ତାର ଅର୍ଥ ହେଉଛି ଆମମାନଙ୍କର ବିବେକରୁ ଏବଂ ପାରମ୍ପରିକ ନୀତିରୁ ଆମମାନେ ପୁନରୁତ୍ଥିତ ହେବା। ଏବ୍ରୀ 10 ପର୍ବ ତାର 22 ପଦରେ ଲେଖାଯାଇଛି, ଏକ କଳୁଷିତ ବିବେକ। ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ
ତଥା ଧୌତ ଶରୀରରେ ଓ ସରଳ ବିଶ୍ୱାସରେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। କଳୁଷିତ ବିବେକ। ଆଜି ଆମମାନଙ୍କର ଆତ୍ମିକ ଜୀବନରେ ଆମମାନଙ୍କର ବିବେକ କଳୁଷିତ। ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଆମମାନଙ୍କର ବିବେକ ସୂଚି ହେଇପାରି ନାହିଁ। ତେଣୁ ଆମମାନଙ୍କ ଜୀବନରେ ବା ବିଶ୍ୱାସୀମାନଙ୍କ ଜୀବନରେ ଏକ କଳୁଷିତ ବିବେକ ଆସ୍ଥାନ ଜମେଇ ରହିଛି। ଦ୍ୱିତୀୟରେ ଦୁର୍ବଳ ବିବେକ, ଯାହା ଏବ୍ରୀ 9 ପର୍ବ 9 ଏବଂ 14 ପଦରେ ମଧ୍ୟ ଲେଖାଯାଇଛି। ଦାନ, ବଳି ଓ ଉତ୍ସର୍ଗ ତାହା ଦୁର୍ବଳ ବିବେକର ନିଦର୍ଶନ। ଦାନ, ବଳି ଏବଂ ଉତ୍ସର୍ଗ ତାହା ଦୁର୍ବଳ ବିବେକର ନିଦର୍ଶନ। ଯେତେବେଳେ ପୁରାତନ ନିୟମରେ ଲୋକମାନେ ଏ ପ୍ରକାର ସମସ୍ତ କାର୍ଯ୍ୟ ସେମାନେ ଅଭ୍ୟାସ କରୁଥିଲେ ତାହା ଏକ ଦୁର୍ବଳ ବିବେକର ନିଦର୍ଶନ। ତାହା ବିବେକର ସିଦ୍ଧି ଦାନ କରିପାରେ ନାହିଁ। ତେଣୁ ମୋର ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଦୁର୍ବଳ ବିବେକରୁ ଆମମାନଙ୍କୁ ସିଦ୍ଧି ଲାଭ କରିବାକୁ ପଡ଼ିବ। ଆମମାନଙ୍କର ବିବେକରୁ ଆମମାନଙ୍କୁ ପୁନରୁତ୍ଥାନ ହେବାକୁ ପଡ଼ିବ। ଆମମାନଙ୍କର ପରମ୍ପରାରୁ ଆମମାନଙ୍କୁ ପୁନରୁତ୍ଥାନ ହେବାକୁ ପଡ଼ିବ। ତୃତୀୟରେ ଭ୍ରଷ୍ଟ ବିବେକ। ପ୍ରଥମ ତିମୋଥୀ 4 ପର୍ବ 1 ପଦରେ ଲେଖାଯାଏ, ଶେଷ କାଳରେ ଭ୍ରଷ୍ଟ ବିବେକୀମାନେ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରିବେ ଏବଂ ବିଶ୍ୱାସ ପରିତ୍ୟାଗ କରିବେ। ବର୍ତ୍ତମାନର ପ୍ରସଙ୍ଗ, ବର୍ତ୍ତମାନର ମଣ୍ଡଳୀରେ ଏହା ଗୋଟେ ବହୁତ ବଡ଼ ପ୍ରସଙ୍ଗ। ଆମମାନେ ଈଶ୍ୱରଙ୍କର ବାକ୍ୟ ଶୁଣୁଛୁ, ଆମମାନେ ଈଶ୍ୱରଙ୍କର ବାକ୍ୟର ବ୍ୟାଖ୍ୟା ଶୁଣୁଛୁ। ମୋର ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ମଣ୍ଡଳୀ ଗୁଡ଼ିକରେ ପ୍ରଚାର କରାଯାଇନଥାଏ। ମିଶ୍ରିତ ବାକ୍ୟ ମଣ୍ଡଳୀରେ ପ୍ରଚାର କରାଯାଇଥାଏ। ଭୂତମାନଙ୍କ ଦ୍ୱାରା, ମନ୍ଦ ଆତ୍ମାମାନଙ୍କ ଦ୍ୱାରା ପ୍ରେରିତ ହୋଇ ବାକ୍ୟକୁ ପ୍ରସ୍ତୁତ କରାଯାଇଥାଏ, ଯଦ୍ୱାରା ପରମେଶ୍ୱରଙ୍କର ବାକ୍ୟ, ସତ୍ୟ ବାକ୍ୟ ବିଶ୍ୱାସୀମାନଙ୍କ ଜୀବନରେ କାର୍ଯ୍ୟ ସାଧନ କରିପାରିନଥାଏ। ପରମେଶ୍ୱରଙ୍କର ବାକ୍ୟରେ ସତ୍ୟତା ଅଛି। ସତ୍ୟତା ହିଁ ବିଶ୍ୱାସୀମାନଙ୍କୁ ମୁକ୍ତି ଦେଇଥାଏ। କୌଣସି ଉପଦେଶ, କୌଣସି ସେର୍ମନ ବିଶ୍ୱାସୀମାନଙ୍କୁ ମୁକ୍ତି ଦେଇପାରିନଥାଏ। କେବଳ ବାକ୍ୟର ସତ୍ୟତା ହିଁ ବିଶ୍ୱାସୀମାନଙ୍କୁ ମୁକ୍ତି ଦେଇପାରିଥାଏ। ପ୍ରଥମ ତିମୋଥୀରେ ଲେଖାଯାଇଛି, ସୂଚି ବିବେକ। ସେବକମାନଙ୍କର ସୂଚି ବିବେକର ଆବଶ୍ୟକତା ରହିଛି। ଯେତିକି ପରମେଶ୍ୱରଙ୍କ ବାକ୍ୟର ପ୍ରଚାରକମାନେ, ଆତ୍ମାମାନଙ୍କର ଯତ୍ନତତ୍ତ୍ୱକାରୀମାନେ, ପ୍ରତ୍ୟେକ ଲୋକମାନଙ୍କର ସୂଚି ବିବେକର ଆବଶ୍ୟକତା ରହିଛି। ସୂଚି ବିବେକର ଆବଶ୍ୟକତା ରହିଛି। ତେବେ ଏହା ଥିଲା ବିବେକ ଯୁଗର ସହିତ ପୁନରୁତ୍ଥାନର ସମ୍ପର୍କ। ତେବେ ଆମମାନେ ଅନୁଗ୍ରହ ଯୁଗ ସହିତ କି ପ୍ରକାର ଭାବରେ ବିବେକର ଅନୁଗ୍ରହ ଯୁଗ ସହିତ କି ପ୍ରକାର ଭାବରେ ପୁନରୁତ୍ଥାନର ସମ୍ପର୍କ ରହିଛି ତାହା ମଧ୍ୟ ଆମେ ସ୍ୱଳ୍ପ ସମୟ ଭିତରେ ଆଲୋଚନା କରିବା। ଆପଣମାନେ ପାଇପାରିବେ ପ୍ରେରିତ 15 ଅଧ୍ୟାୟ। ଏଠି ଗୋଟେ ବହୁତ ବଡ଼ ପ୍ରସଙ୍ଗ, ଯାହାକି ଏହି ଅନୁଗ୍ରହ ଯୁଗରେ ମନୁଷ୍ୟମାନଙ୍କ ମଧ୍ୟରେ ବିଧି ବିଧାନ, ପାରମ୍ପରିକର ମାନସିକତାରେ କି ପ୍ରକାର ଭାବରେ ସେମାନେ ଜର୍ଜରିତ ହୋଇ ସେମାନେ ଈଶ୍ୱରଙ୍କର ବାକ୍ୟକୁ ବ୍ୟର୍ଥ କରିବା ନିମନ୍ତେ ବସିଥିଲେ, ତାହା ପ୍ରେରିତ 15 ଅଧ୍ୟାୟ ନୂତନ ନିୟମରେ ମଣ୍ଡଳୀ ଯୁଗରେ ମଧ୍ୟ ତାହା ଦେଖା ଦେଇଥିଲା। ପ୍ରେରିତ 15 ପର୍ବ 1 ପଦରେ ଲେଖାଯାଇଛି, ଯେତେ ଲୋକମାନେ ପରିତ୍ରାଣ ପାଇଥିଲେ ସେମାନେ ମୋଶାଙ୍କ ବିଧି ଅନୁସାରେ ସୁନପ୍ରାପ୍ତ ହେବା ଆବଶ୍ୟକ ବୋଲି ସେମାନେ କହୁଥିଲେ। ତେଣୁ ପ୍ରେରିତ 15 ପର୍ବ 5 ପଦରେ ଲେଖାଯାଏ, ପରିତ୍ରାଣପ୍ରାପ୍ତ ବିଜାତୀୟ ଶିଷ୍ୟମାନଙ୍କୁ ସୁନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏ ଜାଗାରେ ଦୁଇଟି ବିଷୟ ଆମେ ଦେଖୁଛୁ। ଜିହୁଦୀୟମାନେ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ପରିତ୍ରାଣ ପାଇଥିଲେ, ସେମାନେ ମୋଶାଙ୍କର ସୁନତ ବିଧି ମଧ୍ୟ ପାଳନ କରୁଥିଲେ। ଦ୍ୱିତୀୟରେ ଯେଉଁ ବିଜାତୀୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଥିଲେ, ସେମାନଙ୍କୁ ମଧ୍ୟ ଏହି ଜିହୁଦୀୟ ସୁନତରେ ବିଶ୍ୱାସ କରୁଥିବା ଜିହୁଦୀୟମାନେ ସୁନତ ହେବା ନିମନ୍ତେ ବାଧ୍ୟ କରୁଥିଲେ। ସେମାନେ କହୁଥିଲେ,
तुमे जदिओ प्रभु यीशु ख्रीष्टଙ୍କ ठारे विश्वास करी परित्राण पाइच ताहा तेबे सुनत माध्यम ही तुमे जिहुदीय परित्राण प्राप्त जिहुदीय मंडली रे उपासना रे योगदान करि पारिबो। एहा थिला एक जातिगत पार्थक्य, अर्थात विधि विधान जिहुदी मानक भितरे एते जटिल भाव आस्थान जमै थिला जे नूतन नियम रे परित्राण परे मध्य ताहा सेमाने पालन करुथिले एवं सेथिपाई सेमानकर दुईटी दल मध्य हेइ जाइथिला। प्रथम दल मोसांक व्यवस्था अनुसार सुनत प्राप्त ख्रीष्टीय मंडली, द्वितीय दल परित्राण प्राप्त ख्रीष्टीय मंडली बा विजातीय मानकर परित्राण प्राप्त ख्रीष्टीय मंडली जो माने कि असुनत। प्रथम रे मोसांक व्यवस्था अनुसार सुनत प्राप्त ख्रीष्ट मंडली, द्वितीय रे असुनत परित्राण प्राप्त ख्रीष्टीय मंडली जो माने कि विजातीय लोक माने। तत्परे जाकुब एवं अनेक से लोक मानक निकट को जाई सेमानकर समस्त भूल बुझामणा को समाधान करने निमंते आमोस भविष्यत वक्तांकर वक्तव्य को उद्धृत करी सेमानकु सेमाने बुझेइथिले। आमोस 9 पर्व 11 एवं 12 पदर लेखा जाए। प्रभु कहउचंती आमाने बाहुड़ी आसीबा दाऊदर पतित आवास पुनर्बार निर्माण करिबा, पुणी ताहार ध्वंस स्थान सबु पुनर्निर्माण करी ताहा पुनस्थापन करिबा। परमेश्वर कहूनांती आंबे पुनर्बार बाहुड़ी आसी मोसांकर तंबू निर्माण करिबा। प्रभु कहउचंती आमाने बाहुड़ी आसी दाऊदंकर तंबू बा पतित तंबू आमाने निर्माण करिबा। दाऊदंकु प्रभु पसंद करथिले, मनोनीत करथिले परमेश्वरकर उपासना करिबा पाए आवास तंबू माध्यम रे, अर्थात ताहांकर एक आत्मिक आवास तंबू तैयारी करिबा पाई प्रभु पुनर्बार बाहुड़ी आसीबा विषय आमोस भविष्यत वक्तांक माध्यम रे कहउचंती एवं एई वाक्य को उद्धृत करी एई विवादीय जिहुदी एवं विजातीय लोक मानक मध्य रे जाकुब एवं तांकर दल सेमानकु बुझाउछंती। जेपरि अवशिष्ट लोके ओ जे समस्त विजाति आम्भ नाम ख्यात सेमाने प्रभु को अन्वेषण करिवे। आमोस 9 पर्व 12 पदर लेखा जाए जेपरि अवशिष्ट लोके अर्थात जिहुदी मानक परे अवशिष्ट जो माने जे समस्त विजातीय माने, विजातिर अर्थ अणजिहुदी, जेतिक लोक माने पृथ्वी रे अणजिहुदी लोक माने अछंती समस्ते आम्भ नाम ख्यात सेमाने प्रभु को अन्वेषण करिवे। अर्थात प्रभु यीशु ख्रीष्टक मृत्यु पर मंडली स्थापन परे मध्य जिहुदी मानक मध्य रे मोसांक व्यवस्था ओ विवेकगत समस्या विजातीय विश्वासी मानक सहित रहिथिला, जदियो परवर्ती समय ताहा समाधान हेइ जाइथिला। मोर प्रिय भाई माने एवं भौणी माने वर्तमान आम मानकर समाज रे भी एई वर्तमान मांडलिक जुग रे भी आजिर दिन रे भी एई समस्या आम मानक मध्य रे लागी रहिछि। विवेकगत समस्या आम मानकर मध्य रे लागी रहिछि। जाति वर्ण जाति अनुसारे सेमाने प्रभु यीशु ख्रीष्टंकर परित्राण एक पात्रु पान करिबा व्यक्ति एक पात्रु सेमाने एक शरीर भोजन करिबा आमानक पय लेखा जाइछि, किंतु जातिगत पार्थक्य आज मंडली मध्य रे भी रहिछि जहा एहा को जघन्य विषय जहाँकि मंडली को छिन्न भिन्न करि थाए, जहाँकि प्रेरित को जुगर मध्य ताहा थिला। मोर प्रिय भाई माने एवं भौणी माने तेबे परित्राण निमंते एई विवेकगत आमाने एतिक विषय देखिलु कि प्रकार भावरे पुनरुत्थान विवेकगत विवेक जुग सहित ओतप्रोत भावरे जड़ित एवं द्वितीय माने देखिलु कि प्रकार भावरे पुनरुत्थान व्यवस्था सहित ओतप्रोत भावरे जड़ित एवं तृतीय रे आमाने मध्य देखिलु अनुग्रह जुग सहित कि प्रकार भावरे देखिबा अनुग्रह जुग सहित कि प्रकार भावरे एई पुनरुत्थान ओतप्रोत भावरे जड़ित होइके रहिछि। आमाने एई पुनरुत्थानर व्यवस्था को आमाने देखिबाकु पाई परिबा जहाँकि प्रथम थेसलोनिके पुस्तक रे लेखा जाइछि
ବର୍ତ୍ତମାନ ପୁନରୁତ୍ଥାନ ବିଷୟରେ ଆମେ ଦେଖିଲୁ। ବର୍ତ୍ତମାନ ପୁନରୁତ୍ଥାନ ଆମମାନଙ୍କ ଜୀବନରେ ଆମେ ସ୍ୱଭାବ ସହିତ ଏବଂ ଆଚରଣ ସହିତ ଆମମାନେ ପୁନରୁତ୍ଥିତ ହୋଇଅଛୁ। ପୁନରୁତ୍ଥିତର ସଂଜ୍ଞା, ପୁନରୁତ୍ଥିତର ଅର୍ଥ ଆମମାନଙ୍କର ଆତ୍ମିକ ଜୀବନରେ ଏକ ନୂତନ ସ୍ୱଭାବ ଏବଂ ନୂତନ ଆଚରଣକୁ ବୁଝାଏ, ଯାହା ଖ୍ରୀଷ୍ଟଙ୍କର ସେହି ପୁନରୁତ୍ଥିନ ପରାକ୍ରମର ଶକ୍ତିରେ ଏହି ସ୍ୱଭାବ ଏବଂ ଆଚରଣରେ ଆମମାନେ ପୃଥିବୀରେ ବଞ୍ଚିପାରିବା। ଦ୍ୱିତୀୟ ବିଷୟ, ଅନୁଗ୍ରହ ଯୁଗରେ ଦ୍ୱିତୀୟ ପୁନରୁତ୍ଥାନ ସହିତ ସମ୍ପର୍କ। ଶେଷରେ ଆମମାନେ ଶେଷ ସମୟରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ପୁନର୍ବାର ଆମମାନେ ପୁନରୁତ୍ଥିତ ହେବା, ଯାହାକି ପ୍ରଥମ ତେସଲୋନିକୀୟ 4 ପର୍ବ 13-18 ପଦରେ ଲେଖାଯାଏ। ଯେତେବେଳେ ପୃଥିବୀ ସମାପ୍ତ ହେବ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଚାର ଆସିବ, ସେଥିରେ ଲେଖାଯାଇଛି ମହାନିଦ୍ରା ପ୍ରାପ୍ତ ଲୋକମାନେ ଉଠିବେ। ଯେତେ ଲୋକମାନେ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଜୀବିତ ରହିଥିବେ ସେମାନଙ୍କର ଅଗ୍ରଗାମୀ ହେବେ ନାହିଁ। ପ୍ରଧାନ ଦୂତଙ୍କର ତୁରୀ ବଜେଇବେ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଛନ୍ତି ସେମାନେ ପ୍ରଥମରେ ଉଠିବେ। ଯେତେ ଜୀବିତ ଅବଶିଷ୍ଟ ରହିବେ ସେମାନେ ମେଘମାଳାରେ ଶୂନ୍ୟ ମଣ୍ଡଳୀକୁ ନୀତ ହେବେ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆମମାନଙ୍କର ପାର୍ଥିବ ବା ଶାରୀରିକ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିବା ବିଷୟ ଆମେ ଦେଖୁଛୁ। ଏହି ପୁନରୁତ୍ଥାନ ଆମମାନଙ୍କର ଶରୀରକୁ ପୁନରୁତ୍ଥାନ କରିବ, ରୂପାନ୍ତରିତ କରିବ ଏବଂ ତାଙ୍କ ସହିତ ଆମମାନେ ମେଘମାଳାରେ ସାକ୍ଷାତ କରିପାରିବା। ଏବଂ ଆମମାନେ ଦ୍ୱିତୀୟ ବିଷୟ ପରିଶେଷରେ ଆମମାନେ ଦ୍ୱିତୀୟ ବିଷୟ ବି ଦେଖିଲୁ, ଯାହାକି ଆମମାନଙ୍କର ଆତ୍ମିକ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ এই সমস্ত বিশ্বর আমাকে উদ্ধার পাইবা পাই কলসীয় 2 পর্ব 8 পদে লেখা যাইছি, সাবধান কালে কেহি খ্রিস্টଙ୍କ শিক্ষার অসঙ্গত মনুষ্যর পরম্পরাগত ও জগতর প্রাথমিক শিক্ষা অনুযায়ী দর্শন বিদ্যা নিরর্থক প্রতারণা দ্বারা তুমମାନଙ୍କୁ বন্দী করে নিয়ে মণ্ডলীরে আম্ভেମାନେ জগতর সামাজিক পরম্পরা ও বিবেকগত সমস্যারে বান্ধি ହେଇକି ରହିଛୁ। ମଣ୍ଡଳୀରେ ଆମମାନେ ସମସ୍ତେ ଜଗତର ସାମାଜିକ ପରମ୍ପରା ଓ ବିବେକଗତ ସମସ୍ୟାରେ ଆମମାନେ ବାନ୍ଧି ହେଇକି ରହିଛୁ ଏବଂ ଈଶ୍ୱରଙ୍କ ବାକ୍ୟକୁ ଆମମାନେ ସଂକୁଚିତ କରିଛୁ। ପରମ୍ପରାଗତ ହେଉ କିମ୍ବା ବିବେକଗତ ସମସ୍ୟା ହେଉ, ଆମମାନଙ୍କର ସତ୍ୟ ଉପାସନା ମାଧ୍ୟମରେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ବାଧା ଜନ୍ମାଉଥାଏ। ତାହାକୁ ପରିତ୍ୟାଗ କରିବାକୁ ପଡ଼ିବ। ତେଣୁ ପ୍ରେରିତ ପାଉଲ କହୁଛନ୍ତି, ସାବଧାନ କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷା ଅନୁଯାୟୀ ତୁମମାନଙ୍କୁ ଦର୍ଶନ ବିଦ୍ୟା ପ୍ରତାରଣା ଦ୍ୱାରା ତୁମମାନଙ୍କୁ ବନ୍ଦୀ କରିନିଏ। ମୋର ପ୍ରିୟମାନେ, ଏହି ବନ୍ଧନ ଅବସ୍ଥାରୁ ଆମମାନଙ୍କୁ ମୁକ୍ତି ମିଳିବାକୁ ପଡ଼ିବ। ଏହି ବନ୍ଧନରୁ ଆମମାନଙ୍କୁ ପୁନରୁତ୍ଥିତ ହେବାକୁ ପଡ଼ିବ। କଲସୀୟ 2 ପର୍ବ 7 ପଦରେ ପ୍ରେରିତ ପାଉଲ କହନ୍ତି, ତାହାଙ୍କଠାରେ ବଦ୍ଧମୂଳ ହୁଅ, ଗୁନ୍ଥା ହୁଅ, ବିବେକଗତ କିମ୍ବା ପାରମ୍ପରିକ ମାନସିକତାରେ ଗୁନ୍ଥା ହୁଅ ନାହିଁ, ବଦ୍ଧ ହୁଅ ନାହିଁ। ଖ୍ରୀଷ୍ଟଙ୍କଠାରେ ବଦ୍ଧମୂଳ ହେବା, ଖ୍ରୀଷ୍ଟଙ୍କଠାରେ ଗୁନ୍ଥା ହେବା। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ବିବେକଗତ ଜୀବନରୁ ପୁନରୁତ୍ଥାନ ହେବା, ପରମ୍ପରାଗତ ଜୀବନରୁ ପୁନରୁତ୍ଥିତ ହେବା। ପ୍ରିୟ ବନ୍ଧୁଗଣ, ପୁନରୁତ୍ଥାନ ଆମମାନଙ୍କର ଦୈନନ୍ଦିନ ଆତ୍ମିକ ଜୀବନରେ ପୁନରୁତ୍ଥାନକୁ ଦୋହରାଇଥାଏ। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।